ବାପ୍ତିସ୍ମ ନେଲା ପରେ ସେ ଯୀଶୁଙ୍କ ସହିତ ସେ ଏକ ହୋଇଥାଏ। ସେଥିପାଇଁ ପାଉଲ କହିଲେ, ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମଠାରେ ଜୀବିତ। ଆଜି 26 ଜଣ ପୁଅ ଝିଅମାନେ ସେମାନେ ବାପ୍ତିସ୍ମ ନେଇ ଯୀଶୁଙ୍କ ସହିତ ସେମାନେ ଆଜି ଏକ ହୋଇଛନ୍ତି। ଯୀଶୁଙ୍କ ସହିତ ଆଜି ସେମାନେ ଏକ ହୋଇଅଛନ୍ତି। ପୁଣି ଗାଲାତୀୟ 3:ତାର 27 ପଦରେ ଲେଖାଯାଏ, ବାପ୍ତିସ୍ମ ଦ୍ୱାରା ଆମେ ପ୍ରଭୁ ଯୀଶୁଙ୍କୁ ଆମେ ପରିଧାନ କରିଥାଉ। ହାଲେଲୁୟା, ହାଲେଲୁୟା। ଜଣେ ବାପ୍ତିସ୍ମ ନେଲେ ଯାଇ ସେ ଯୀଶୁଙ୍କୁ ବସ୍ତ୍ର ପରି ସେ କଣ କରିପାରିବ? ପରିଧାନ କରିବ, ପିନ୍ଧି ପାରିବ। ହେଲେ ତାକୁ ଦେଖିଲେ କିଏ କାହାକୁ ଦେଖିବାକୁ ମିଳିବ? ଯୀଶୁଙ୍କୁ। ଆଜି 26 ଜଣ ପୁଅ ଝିଅମାନେ ସେମାନେ ବାପ୍ତିସ୍ମ ନେଲେ ଏବଂ ସେମାନେ ଯୀଶୁଙ୍କୁ ସେମାନେ ପରିଧାନ କଲେ, ଯୀଶୁଙ୍କୁ ସେମାନେ ପିନ୍ଧିଲେ। ବାପ୍ତିସ୍ମ ନେଲେ ହିଁ ଯୀଶୁଙ୍କ ସହିତ ଏକ ହୋଇପାରିବେ। ବାପ୍ତିସ୍ମ ହିଁ ଯୀଶୁଙ୍କୁ ପରିଧାନ କରିବାରେ ଆମକୁ ସାହାଯ୍ୟ କରିବ। ଯୀଶୁଙ୍କୁ ବିଶ୍ୱାସ କରି ଯୀଶୁଙ୍କୁ ନିଜର ବ୍ୟକ୍ତିଗତ ପରିତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ମୁକ୍ତିଦାତା ଗ୍ରହଣ କରି ଯେଉଁମାନେ ବାପ୍ତିସ୍ମ ଗ୍ରହଣ କରନ୍ତି ଯୀଶୁଙ୍କ ସହିତ ସେମାନେ ମରନ୍ତି, ସମାଧି ପ୍ରାପ୍ତ ହୁଅନ୍ତି, ପୁନରୁତ୍ଥିତ ହୁଅନ୍ତି, ଯୀଶୁଙ୍କ ସହିତ ଏକ ହୁଅନ୍ତି। ପୁଣି ଯୀଶୁଙ୍କୁ ସେମାନେ କଣ କରନ୍ତି? ପରିଧାନ କରନ୍ତି। ପୁଣି ଈଶ୍ୱରଙ୍କ ଲୋକମାନେ ପ୍ରଥମ ଭିତର 3:21 ପଦରେ ଲେଖାଯାଏ, ବାପ୍ତିସ୍ମ ଦ୍ୱାରା ଜଣେ ଶୁଚି ବିବେକ ତା ଜୀବନରେ ସେ ପାଇବ। ବାପ୍ତିସ୍ମ ଦ୍ୱାରା ଜଣେ ଶୁଚି ବିବେକ ତା ଜୀବନରେ ପାଇବ। ସେଥିପାଇଁ ବାପ୍ତିସ୍ମ ନିତାନ୍ତ ଆବଶ୍ୟକ। ପ୍ରଭୁ ଯୀଶୁ କେମିତି ଭାବରେ ଯୀଶୁଙ୍କୁ କବର ଦିଆଗଲା? ସମ୍ପୂର୍ଣ୍ଣ ଭାବରେ କବରରେ ହିଁ ଆଉ ଭିତରେ ପ୍ରଭୁ ଯୀଶୁଙ୍କୁ ରଖାଗଲା।